ଆଜି ଶୁଣିବା ଉପନ୍ୟାସ ହରିଜନ ଭାଗ 4। ଔପନ୍ୟାସିକ ଗୋପୀନାଥ ମହାନ୍ତି। ବଡ଼ ଘରେ ସ୍ୱପ୍ନ ଦେଖୁଥାଏ ଧନୀର ଦୁଲାଳୀ ମାନମୟୀ। ଜୀବନଟା ତାର ମାପଚୁପା, କାରିଗର ହେବାର କଷ୍ଟର ଭାଗ ତାର ନାହିଁ। ଧୂଳି, ଖରା, ଚିନ୍ତା, ଭାବନା ସେଗୁଡ଼ା ପରର। ତା ପାଇଁ ଧରମ ବେଠିଆ କରି ଦୟାଳୁ ବିଧାତା ଯେଉଁମାନଙ୍କୁ ଜନ୍ମ ଦେଇଛି ସେମାନେ ସେଥିରେ ହକଦାର। ତାର କେବଳ ଦିନ ଦେଖୁ ଦେଖୁ ସ୍ୱପ୍ନ ଦେଖିବା। ତା ହାତ ପାଖେ ସବୁ ସଜା ହୋଇ ରହିଥିବ, କେବଳ ହାତ ବଢ଼େଇ ଦେଇ ଅଣ୍ଡାଳି ଘେନିଯିବ। ଅଭାବ ହେଲେ ସାମାନ୍ୟ ଆକ୍ଷେପ, ସେତିକିରେ ଯେଉଁ ତୋଫାନ ଉଠିବ, ଦୋହଲିବେ ସମସ୍ତେ ଏ କୋଠାରେ, ବାପାଙ୍କଠୁ ଛାରଛିକର ଯଶୋଦା ପର୍ଯ୍ୟନ୍ତେ। ଧରମ ବେଠିଆ ପ୍ରକୃତରେ ତାଙ୍କର ଶଙ୍ଖାକଳି ହେବ ନାହିଁ। ବାପା ଅଛନ୍ତି, ବିଦେଶରେ ବୁଲନ୍ତି, ଧନ ଅର୍ଜନ୍ତି। ଫରମାସି କରି ଚିଠି ନ ଲେଖିଲେ ରୁଷି ବସନ୍ତି। ତେଣୁ ତାଙ୍କୁ ଲେଖିବାକୁ ହୁଏ, ବେଙ୍ଗର ଲାଙ୍ଗୁଡ଼ ଆଣିବ, ମଣିଷ ମୁହାଁ କୁକୁର ଆଣିବ, ଘରେ ଥାଏ ବୋଉ। ଗୁଣ୍ଡା ବଳି ଦେବାକୁ ଜିଦ୍ ଧରେ, ଜିଭ ଛେଲିଦେଲେ ସେ ଖୁସି ହୁଅନ୍ତା। ଯାହା ମାଗିଲେ ପ୍ରଥମେ ନାହିଁ କରେ, ହଁ କରିବାର ପୂର୍ବ ସୂଚନା ସେ। ସେ କଳ୍ପବଟା ଭାଇ ଅଛନ୍ତି, ଖୁରି ଲଗାନ୍ତି, ଖୁଣନ୍ତି। ଯେତେ ତାଙ୍କୁ ତାଚ୍ଛଲ୍ୟ କଲେ ତୁଣ୍ଡରେ ବଡ଼ ବଡ଼ କଥା କହି ସାନ କରି ଦିଅନ୍ତି। କିନ୍ତୁ ସେ ଭାଇ। ଭିତରଟା କଅଁଳ, ନରମ, ପୁଛୁ ପୁଛୁ ବାପାଙ୍କ ହାତ ପାହାନ୍ତି ଖୋରର ଘରୋଇ ସଂସ୍କରଣ। ସେ ବି ସାତପରସ୍ତ କରି ସ୍ନୋ ମାଖନ୍ତି, ଦର୍ପଣ ବ୍ୟବହାର କରନ୍ତି ପ୍ରଚୁର। ସାନ ସାନ କବିତା ଲେଖନ୍ତି। ତେଣୁ ତାଙ୍କର ଟିପ୍ପଣୀ ସାଧାରଣ ପତ୍ରିକାର ନିତିଦିନିଆ ଟିପ୍ପଣୀ ପରି ସେ ଦେହକୁ କାଟେ ନାହିଁ। ଅଡ଼ି ବସି ଦାଉ ସାଧିବାକୁ ସୁଯୋଗ ଦିଏ। ଏଇ ବାପା ବୋଉ ଭାଇଙ୍କ ସମ୍ପର୍କରେ ତାର ସମାଜ। ସେଥିରୁ ଲାଭ ନୂଆ ମୁହଁ, ନୂଆ ସମ୍ପର୍କ, ନୂଆ ଅନୁଭୂତି। ଦାଣ୍ଡର ବୈଠକଖାନା କୋଠିରେ ଥରେ ବୁଲି ଆସିଲେ ଦିନ ଗୋଟାକର ମାନ୍ଦାପଣିଆ କୁଆଡ଼େ କଟିଯାଏ। ସେଠିକି କେତେ ଲୋକ ଆସନ୍ତି, ବସିଥାନ୍ତି କୁଣ୍ଡରେ ଗଛ ପରି। ପବନ ପରି ମାନମୟୀ ଘୂରି ବୁଲେ, ଗଛ ଚାଲେ ନାହିଁ, ବୁଲେ ନାହିଁ। ଠାଁ କି ଥାଏ। ପବନ ଦେଲେ ତାର ଡାଳପତ୍ର ହଲିଯାଏ। ଭିନ୍ନ ଭିନ୍ନ ଗଛର ଭିନ୍ନ ଭିନ୍ନ ଭଙ୍ଗୀ ଦେଖି ମାନମୟୀ ଖୁସି ହୁଏ, ପ୍ରବଣତା ବୁଝେ। ଧରା ନ ଦେଇ କୃପାଦୃଷ୍ଟିରେ ଅନାଏ। ଆଉ ଦ୍ୱିତୀୟ ଶ୍ରେଣୀର ଦଳେ, ସେମାନେ ସାକ୍ଷାତ୍ ଚିଡ଼ିଆଖାନାର ଜନ୍ତୁ। ରୁମାଲଟା ପଡ଼ିଗଲେ ତଳୁ ଟେକି ହାତକୁ ବଢ଼େଇ ଦେବାକୁ କୁଦାକୁଦି କରି କଜିଆ କରନ୍ତି। ଫୁଲଦାନୀ ଓଲଟାନ୍ତି, ଚୌକି ଘୋଷରାନ୍ତି। ଚା' ପାତ୍ର ହାତରୁ କାଢ଼ି ନେଲା ବେଳେ କାହାର ମୋଟା ଆଙ୍ଗୁଠିଟା ହାତରେ ଗେଞ୍ଜି ହୋଇଯାଏ। ପ୍ଲେଟ ଓ କପରେ ବିଚ୍ଛନ୍ଦ ଲାଗେ। ପାଦ ଅଗର ଠିଆ ହୋଇ ପଡ଼ିବାକୁ ପ୍ରସ୍ତୁତ। କିଏ ସେ ତୁଣ୍ଡରୁ କଥା ନ ବାହାରୁଣୁ ତାମିଲ କରିବାକୁ ପବନ ବେଗରେ ଛୁ କରିବେ। ଦେଖାଇ ହେବେ ଆପଣାର ତତ୍ପରତା ବୀରପଣିଆ। ନୂଆ ବଧି ଦରକାର। ବୁଣିବାକୁ ଭଲ। ଚଟିର ବୋତାମ ଛିଣ୍ଡି ଯାଇଛି କି? ପାଗଳ ପରି ତୋଫାନ ବେଗରେ ଧାଇଁ ପଳାଇବେ। ଦୂରରୁ ଦିଶୁଥିବ କି ଗତି, କି ଉତ୍ସାହ, କି ବିକଳ। ସୂତା କୋରାକେ ଘୋଡ଼ାଗାଡ଼ି, ବଳଦଗାଡ଼ି, ମଟରଗାଡ଼ି କବଳରୁ ବଞ୍ଚିଯାଇ ଯା ପଳା, ପଳା, ପଳା। ଏହିମାନଙ୍କୁ ଆବୋରି ସୂକ୍ଷ୍ମରେ ଭାବି ଭାବି ତାର ସ୍ୱପ୍ନ, ତାର ଜୀବନର ଲୀଳା। ଖେଳନା କଣ୍ଢେଇକୁ ହଲେଇ ଗଡ଼େଇ କେତେବେଳେ ଗୋଟି ଗୋଟିକିଆ, କେତେବେଳେ ଏକାଠି ଥୋଇ ଦେଖି ଦେଖି ତାର ଦିନ କଟେ। ତାର ଝିଅବନ୍ଧୁମାନଙ୍କ ସଙ୍ଗେ ମତାମତ ଘେନାଘେନି ଚାଲେ। ଅନୁଭୂତିର ତୁଳନା। ଚିଠି ଲେଖିବାକୁ ଉପାଦାନ ମିଳେ। ସେ ଯାହା ଲେଖେ ତା ହୁଏ ଅଛପା ଚାରୁକଳା। ସେ ଖେଳ ଭିତରେ ତାର ସମସ୍ୟା ଉପୁଜେ। ଏଡ଼ି ହୁଏ ନାହିଁ। ନିଜେ ଚେଷ୍ଟା କରେ, ସମସ୍ୟା ନ ଘଡ଼ିଲେ ସୁଆଦ ଆସେ ନାହିଁ। ତେଣୁ ସେ ଚେଷ୍ଟା କରେ। ଧମରମ ବେଠିଆମାନଙ୍କର ଅତିମାତ୍ରାର ଆଗ୍ରହକୁ ସେ ସମାଲୋଚନା କରେ। କେଡ଼େ ସୁନ୍ଦର ପାଠ ପଢ଼ୁଥିଲା, ଆଖି ଧରିଲା, ଟିକିଏ ତ ପଡ଼ିଗଲା ଚହଳ ଚାରିଆଡ଼େ। ସମସ୍ତିଙ୍କର ସମବେତ ଆହା ଉହୁରେ ମତସିଦ୍ଧ ହେଲା, ବେଶି ପଢ଼ିଲେ ଆଖି ଖରାପ ହେଉଛି, ରଙ୍ଗ ନଷ୍ଟ ହେଉଛି, କ୍ଳେଶ ବଢ଼ୁଛି। ସୁତରାଂ ଅନର୍ଥକ ଗୋଟାଏ କବାଟ ବନ୍ଦ ହେଲା। ସେ ପଥରୁଦ୍ଧ। ଜୀବନଟା କଟିବ କିପରି? ନିଷ୍ଠୁର ଦୁନିଆର ଲୋକେ ବୁଝିଲେ ନାହିଁ। ତାପରେ ବିବାହ, ଭବିଷ୍ୟତର ଅନିର୍ଦ୍ଦିଷ୍ଟ ଆଶଙ୍କା। ଯେତେଥର କଥା ଉଠେ, ବୋଉ କୋଳରେ ମୁଣ୍ଡ ଗୁଞ୍ଜି ଦେଇ ସେସବୁକୁ ସେ ଫୁଙ୍କି ଉଡ଼ାଇ ଦେଇପାରେ। କିନ୍ତୁ କେତେଦିନ ଏମିତି କଟିବ, ଭାବିଲେ କପାଳରେ କୁଞ୍ଚା ପଡ଼ିଯାଏ। ସେହି ସେ ଭିକାରୀ ପଲ ପଲ।
ବାରମ୍ବାର ସେମାନେ ନାନା ଛଳରେ ବିରକ୍ତ କରିବାକୁ ଆସନ୍ତି। ଶୋଷି ହୋଇ ଟାଣି ହୋଇ ଆଉଜି ପଡ଼ିବାକୁ ସମିସ୍ତିଙ୍କର ମନ। ଏକା ପ୍ରଶ୍ନ ସବୁରି ଆଖିରେ, କେଉଁ ବରେ ବରିବେ ଜେମାମଣି? ଧନୀର ଦୁଲାଳି, ମିନତି କରୁଣା ଅନୁକମ୍ପା, ଛାଇ ମଣିଷଗୁଡ଼ାକ। ପୂର୍ଣ୍ଣତାର ଭେକ ଦେଖାଇ ଅପୂର୍ଣ୍ଣ ସମସ୍ତେ। କିଛି ଭଲ ଲାଗେ ସବୁଯାକ ନୁହେଁ? ଗେଲବସର ହେବାକୁ, ତାମସା କରିବାକୁ, ନିର୍ଜନରେ ଟିକିଏ ଲୁଚକାଳି ଖେଳିଦେଇ ଆପଣାର ଅବସର କଟାଇବାକୁ ଭଲ ଲାଗେ। କିନ୍ତୁ ଗୋଟାଏ ଆଦରିବାକୁ ଭାବିଲା ବେଳକୁ ସବୁ କଳ୍ପନା, ସବୁ ଧାରଣା ଏକାଠି ଚହଳେଇ ବସନ୍ତି। ନା ନା, ଏଠି ନୁହେଁ, ଏଠି ନୁହେଁ। ସେମାନେ ଛାଇ ମଣିଷ, ଜହ୍ନ ଆଲୁଅ, ଜୁଡ଼ୁବୁଡ଼ୁ ପାଳଭୂତ, ଭଙ୍ଗା କେନ୍ଦରା ବହି, ଗୋବିନ୍ଦଚନ୍ଦ୍ର ଗାଈ, ଯୋଗୀପଲ, ଅବସର ବେଳର ଅଳସ ଚିନ୍ତା, ଅଛିଣ୍ଡା ସୁଅ, ଅସରନ୍ତି। ରାହା ପାଏ ନାହିଁ, ସ୍ୱପ୍ନ ଦେଖେ। ସୌଖିନ ଦୀର୍ଘଶ୍ୱାସ ଯତ୍ନରେ ତିଆରି ବେଦନାର ଝଙ୍କାର ଯେପରି ସେ ରାଗିଣୀ ସାଧେ ସଙ୍ଗୀତ ଗାଏ। ସିନେମାର ସ୍ମୃତି, ନାଟକର ସାନ ସାନ ଦୃଶ୍ୟ, ଉପନ୍ୟାସରୁ ପଢ଼ିଥିବା କୋହଭରା ହୃଦୟର କଥା ଆପଣା ଅନୁଭୂତି ସହିତ ମିଳେଇ ମିଶେଇ ମାନମୟୀ ଆପଣା ହାତରେ ଅଭାବ ତିଆରି କରେ। ଘିଅ, ଦୁଧ, ମାଂସ ଦାମୀ ଖାଦ୍ୟରେ ତିଆରି ଉଷୁମ ରକ୍ତର ପ୍ରବାହକୁ ତାକୁ ସାହାଯ୍ୟ କରେ। ସେ ଆପଣାକୁ ବିଶ୍ୱାସ କରାଏ ସେ ନିରିମାଖି, ସେ ଅସୁଖୀ। ହଂସୁଲି ସେଜ କେବଳ କଣ୍ଟାମୟ, ଏଡ଼େବଡ଼ ପ୍ରାସାଦ କେବଳ କାରାଗାର। ନିଶ୍ଚଳ ରାତିରେ ଅନ୍ଧାର ଘରେ କୁମାରୀର କଅଁଳ ସେଜରେ ଚରିବୁଲନ୍ତି ହାତଗଢ଼ା ମନର ଭୂତ। ପୁଙ୍ଗା ଦେହ ଉପରେ ସକାଳର ପୌଡ଼ିଆ ନିଶା। ଭଙ୍ଗା ଦଦରା ଘରେ ପଞ୍ଜେରାର ନିଦଭଙ୍ଗା ଆଲୁଅ। ପୁନି ଉଠିଲା। ଘାଉଁ ଘାଉଁ ହୋଇ ମଶା ଉଡ଼ି ଯାଉଛନ୍ତି ନାଗଇର ବଣକୁ। ବାଦୁଡ଼ି ଚେଁ ଚେଁ ଶୁଣି କାନ ଝାଇଁ ଝାଇଁ ହୋଇଯାଉଛି। ନିତିଦିନ ପରି ଆଜି ବି। ମଠୁଆ ମଠୁଆ ଲାଗୁଛି, ନିଦୁଆ ନିଦୁଆ ଲାଗୁଛି। ପିଣ୍ଡାରେ ଗୋଡ଼ ପାରିଦେଇ ବସି ପୁନି ଘୁମେଇଲା। ଦେହ ଆଉ ଉଠୁନାଇଁ। କୋଠା ଗହଳିରେ ତଡ଼ା ଖାଇ ଆସି ତୋଟାରେ ଚଢ଼େଇ ବସା ବାନ୍ଧିଛନ୍ତି ଯୋଡ଼ି କଜଳପାତିଙ୍କ ଗୋଡ଼ ଅଗଡ଼ି ରାକ। ଉଦୁ ଉଦିଳିଆ ତାପରେ ନୂଆ ହୋଇ ଆଜି କୋଇଲି ବୋବାଉଛି। ରେଳ ବେଳ ହେଲାଣି ପରା। ନଈକୂଳିଆ ବଡ଼ ରାସ୍ତାରେ ଗାଡ଼ି ଘୋଡ଼ା ଧୁମ୍। ସାହି ଭିତରୁ ଦାଣ୍ଡ ଝରକିବା କର୍କଶ ଶବ୍ଦ, ବଡ଼ ସହରର ଗହଳି ଶବ୍ଦ ଧୀରେ ଧୀରେ ବଢ଼ି ଉଠୁଛି ଗୋଛା ହୋଇ। ତଥାପି ଟେଲିଗ୍ରାଫ ତାର ଉପରେ ବସି କଜଳପାତି ଲାଙ୍ଗୁଡ଼ ହଲଉଛି, କୋଇଲି ବୋବାଉଛି ଆଜି ଯେମିତି ନୂଆ ନୂଆ ଲାଗୁଛି। ଶୋଇବା ଚେଇଁବା ମଝି ମଝି ଆପଣା ଭିତରେ ଭାସି ଭାସି ହସୁଛି କ'ଣ କେଉଁ ମଞ୍ଜ, କଇଁଫୁଲ ପରି ଫୁଟି ଉଠିଛି। ନୂଆ ଆଖିରେ ଅଳସ ଢାଳି ଦେଖୁଛି ତୋଟା ଉପରେ ଲାଗି ରହିଛି ଯାହା, ତାହା ସଡ଼କ ଧୂଳି ନୁହେଁ। ସବୁ ସ୍ୱପ୍ନ ନୂଆ ଅନୁଭୂତିରେ ନୂଆ ସ୍ୱପ୍ନ ଦେଖାଇ ଦେଖାଇ ଖୁସି କରିବା ପାଇଁ। ଦୂରରେ ସୂର୍ଯ୍ୟ ଉଁଚି ହେଇ ଅଘୋରବାବୁ କୋଠା ଉପରକୁ ଅନେଇଛନ୍ତି। କି ସୁନ୍ଦର, ସବୁ ସୁନ୍ଦର। କିଏ କେଉଁଠି ଥାଇ ସେହି ଏକା ସୂର୍ଯ୍ୟକୁ ଦେଖୁଛି। ଅଘୋରବାବୁଙ୍କୁ ଅନାଇଲା। ପହିଲି ହୋଇ ଦେହ ଭିତରେ ଥରିଗଲା। ପୁନିକୁ ଲାଜ ମାଡ଼ିଲା। ଲାଜ ମାଡ଼େ, ଅନାଇବାକୁ ଭଲ ଲାଗେ। ମନ ଭିତରେ ନୂଆ ଚିନ୍ତା ଫୁଲ ପାଖୁଡ଼ା ପରି ଦରଟି ସକାଳ ଟାଣୁଆ ହୋଇ ନାହିଁ। ତଥାପି ସେ କୋଇଲିଟା ବୋବଉଛି। ମୁଣ୍ଡରୁ ନିଦର ଧୂଆଁ ପାତାଳ ହୋଇଗଲା। କେଡ଼େ ପରିଚ୍ଛନ୍ନ ଅଘୋରବାବୁ। ରାତିରେ ଯେପରିକି ବେଶଭୂଷା ପିନ୍ଧି ଶୋଇପଡ଼ିଥିଲେ। କେତେ ଦାମ୍ ସେ ପଟିପଟିକିଆ କମିଜର, କେତେ ପଇସା ସେ ସିଗାରେଟର। ଦୀର୍ଘ ଶ୍ୱାସ ପକାଇଲା। ସୂର୍ଯ୍ୟ ଉଇଁଛି ସତ, ସମସ୍ତେ ଦେଖୁଛନ୍ତି। ବୋଉ ଶୋଇଛି। ପାଖକୁ ଯାଇ କପାଳରେ ହାତ ମାରିଲା, ଜର ନାହିଁ। ମୁଣ୍ଡରୁ ବୋଝ ଓହ୍ଲେଇଲା। ବାରମ୍ବାର ହାତ ମାରି ଦେଖିଲା, ସତରେ ଜର ନାହିଁ। କଅଁଳ ଦୃଷ୍ଟି ଢାଳିଦେଇ ଶୋଇଲା। ମା'ର ରୁଗ୍ଣ ଶରୀରକୁ ଅନେଇ ରହିଥାଏ। ଆଜି ମନ ଭିତରର ଟାଣୁଆ ପଥରୁଆ ଯାହା ସବୁ ଗୋଳି ହୋଇ ପାଣି ହୋଇଯାଉଛି। ଗରିବର ସମ୍ପତ୍ତି, ଗରିବର ଭରସା ଗୋଟିଏ ବୋଉ, ଦୁନିଆରେ ସବୁ। ଆଖିରେ ଲୁହ ଟଳ ଟଳ ହେଉଥାଏ। ମନ ଭିତରେ ଅନର୍ଥକ ହଠାତ୍ ଭାବପ୍ରବଣତା। ଓଠ ଥରି ଯାଉଥାଏ। ଅଭିମାନ କାହା ଉପରେ? ବୋଉ କପାଳରେ ଆଉଁସି ଆଉଁସି ପୁନି ଡାକିଲା, ବୋଉ। ଜେମାର ନିଦ ଭାଙ୍ଗିଲା। ଏହି ପରା ବାବୁଘରମାନଙ୍କର ପାଇଖାନା ସଫା କରି ଯିବା ବେଳ। କେତେ ଖରା ହେଲାଣି, କାହିଁକି ସେ ପଡ଼ି ରହିଛି? ତରତର ହୋଇ ଉଠିଗଲା।
ସ୍ମରଣ ଆସିଲା ତାର ଟୋକି ମଇଳା ଗାଡ଼ି ଫାଟ ସନ୍ଧିରୁ ଅସନା ପାଣି ଝରି ପଡ଼ୁଥିବ ଥପ୍ ଥପ୍ ଥପ୍। ନିତ୍ୟ ସକାଳର ଚିହ୍ନା ଜଣା। ଘରେ ଘରେ ବାରି ପଛ ଆଡ଼ର ଅସନା କୋଠିର ଅନ୍ଧାରୁଆ ତଳ ବଖରା। ତାର ସାନ ଗଳି କବାଟ, ତାର କାମ, ତାର ଅର୍ଜନର ଉପାୟ। କାହିଁକି ସେ ପଡ଼ି ରହିଛି? ଧଡ଼ପଡ଼ ହୋଇ ଉଠି ପଡ଼ୁ ପଡ଼ୁ ପାଟି ପିତା କରିଦେଇ ନିସ୍ତେଜ ହୋଇ ପୁଣି ଶୋଇପଡ଼ିଲା। ହେତୁ ହେଲା ସେ ରୋଗରେ ପଡ଼ିଥିଲା। ତାର ସେ ଦେହ ନାହିଁ। ପେଟରେ କେତେ ଦିନର ଭୋକ, ଦେହ ଝିମିଝିମି, ବିକଳ ନିସ୍ତେଜ ଦୃଷ୍ଟିରେ ସବୁ ଗୋଳିଆ ପୋଳିଆ ହୋଇଯାଉଛି। ଭଲ ଲାଗୁନାହିଁ ବୋଉ? ଜେମା ମୁଣ୍ଡ ହଲେଇଲା। କିଛି ସମୟ ତୁନି ହୋଇ ପଡ଼ି ଜେମା କହିଲା, ମୋ କାମ କିଏ କରୁଛି ପୁନି? କାହାକୁ ବଦଳା ପାଇଲୁ? ବଦଳା କ'ଣ ହବ ବୋଉ? ମୁଁ କ'ଣ ନାହିଁ? ତୁ? ବଡ଼ ବଡ଼ ଆଖି କରି ଜେମା ପଚାରିଲା। କିଲୋ ତୁ କ'ଣ କରିବୁ? ବଦଳା କାହିଁ? ମୋ ଦେହ ତ ଏତେ ସରି। ବଦଳା ନ ଦେଲେ ସହଜରେ ଛାଡ଼ିଦେବେ? ଜୋରିମାନାର କଟିଯିବ ମାସକ ଯାକର ମେହନତ। ଖାଇବା କ'ଣ? ଅଭିମାନ କରି ପୁନି କହିଲା, ତୋର ଖାଲି ବଦଳା ବଦଳା। ଲୋକଙ୍କର ଆମ ଜମିଦାରୀର ଘର ହେଇଛି ସତେକି? ଡାକିଦେଲେ ଦୌଡ଼ି ଆସିବେ। ମିଛରେ ୟାକୁ ତାକୁ ନେହୁରି ହେଇ ତୁଣ୍ଡ ହରେଇ ହୋଇ ବେଳି ହେଉଛି। କାମ କିଛି ନାହିଁ। ତେବେ ତୁ ଥିରି ହୋଇ ଶୋଇ ରହିଥା। ଆଜି ତ ଆଉ ତେତେ ଜ୍ୱର ନାହିଁ। ପଥି ଦିଟା ରାନ୍ଧିଦିଏ ତୁ ଖା। ତୁ ସେଥିରୁ କ'ଣ ପାଇବୁ? କିଲୋ ବଦଳା ବଟିବୁ ନାହିଁ? ମୁଁ ଖାଲି ଥିରି ହୋଇ ଶୋଇଥିବି? ଥରେ ପରା କହିଲି ବୋଉ, ମୁଁ ଅଛି। ତୁ ଖାଲି କାମ କରୁଥିବୁ, ବେମାର ପଡ଼ୁଥିବୁ। ମୋର ସବୁଦିନେ ପର ହାତକୁ ଭରସା ହୋଇଥିବେ ଘରେ ବସିଥିବି। ବଦଳା ମିଳିଲା ନାହିଁ, ବୁଝିଲୁ? ଦୃଢ଼ କରି ପୁନି କହି ଲାଗିଲା। ତୋ କାମ କରି ମୁଁ ଯିବି। ଯେମିତି ସମସ୍ତେ ଯାଉଛନ୍ତି ସେମିତି ଯେମିତି ସବୁଦିନେ ତୁ ଯାଉ। ମୋ ରାଣଟି ସୁନଟି ପରା। ତୁ ଏତେ ଭାବି ହନା। କ'ଣ କହିଲୁ? ଅଣ୍ଟା ସଳଖେଇ ଜେମା ମେହେନ୍ତ୍ରାଣୀ ଉଠି ବସିବାକୁ ଚେଷ୍ଟା କଲା। ତୁ ଯିବୁ କାମ କରି? ତୁ କରିବୁ ମୋ କାମ? କାହିଁକି ନ କରିବି? ମୋ ମନ, ମୋ ଇଚ୍ଛା। ସମସ୍ତେ ଯାଉଛନ୍ତି, ମୁଁ ବି ଯିବି। ତୁ ଖାଲି ମୋତେ ସାଇତା ରଖିଥିବୁ। ଶୁଣିଲା ଲୋକେ ଥଟ୍ଟା କରୁଛନ୍ତି। କହୁଛନ୍ତି ଏଡ଼େଟାଏ ହେଲୁଣି, ମା ଝୁଣି ହୋଇ ରକ୍ତ ମାସ ସାରୁଛି, ତୁ ବସିଛନ୍ତି ଘରେ। ମୁଁ କାମକୁ ଯିବି। ଏତେ ବଦଳା ଖୋଜି ଖୁସାମନ୍ତ କରି ବୁଲିବା ଦରକାର ନାହିଁ। ମା ପ୍ରଶଂସା କରିବ ପରା। କହିବ ମୋ ପୁନିଟିର କେଡ଼େ ସୁନ୍ଦର ବୁଦ୍ଧି ହେଲାଣି। ଘର କଥା ବୁଝିଲାଣି। ଦୁଃଖ ଧନ୍ଦା ମନକୁ ନେଲାଣି। ଠିକ୍ ଓଲଟା। ଆଖି ତରାଟି ଜେମା ଅନାଇ ରହିଛି ଏକା ଆଖିରେ। କ'ଣ କହିବାକୁ ବସିଛି ମୁହଁ ଫଟେଇ ହେଇଯାଉଛି ପିଲାଙ୍କ ପରି। ଆହା, ଏତିକି ବୋଲି ତାର ବୋଉ। ରୋଗ କି ଦଶା କରିଦେଲା। ପୁନି ଭାବୁଥାଏ ମା ବାଉଳି ହେଉଛି। ଏ ଚୁଲି ବୁଦ୍ଧି କିଏ ଦେଲା ଲୋ ତୋତେ? ହେ ପୁନି, କୋଉ ଭଗାରୀ ମୋ କପାଳରେ ନିଆଁ ଲଗେଇଲା? ଆହା ଦଇବରେ। ଇଲୋ ଟୋକି, ମୋ ପେଟରୁ ଜନ୍ମ ହେଲୁ ବୋଲି ତୁ ମୋ ସମାନ ନୁହଁ ଲୋ। ତୁ ଯିବୁ ନାହିଁ, ଯିବୁ ନାହିଁ, ମୁଁ କହିଦେଉଛି। ଓଃ। ଘୋଳି ହୋଇ ପୁଣି ଆଉଜି ପଡ଼ିଲା। ପୁନି କହୁଛି, କହୁଥାଉ। ସେ ଅବାଗିଆ ପିଲା, ତା ସାଙ୍ଗେ ବକିବ କିଏ? କହୁଛି ସିନା, ପୁନି ଯିବ ନାହିଁ। ଜେମା ଭାବିଲା, ତାର ସାତ ପୁରୁଷରେ କେହି ଯାଇନଥିବେ କି ପୁନି ଯିବ ନାହିଁ। ଆଖି ବୁଜିଦେଲେ 15 ବର୍ଷର ଲମ୍ବା ବାଟ କଟିଯାଏ କେଉଁ ଝଣିକା। ନିମିଷକେ ସେ ଫେରିଆସେ। ଆଜି ଆଙ୍ଗୁଠିରେ ବିଣ୍ଡି ହୋଇଯାଇଛି। ପାଦ ଛଟା ହୋଇଯାଇଛି। ମୁହଁରେ ପରସ୍ତ ପରସ୍ତ ଦୁର୍ଭାଗ୍ୟର କଳା। ଆଖି ବୁଜିଦେଲେ ସବୁ ଭୁଲ ହୁଏ। ସେମିତି ସେଦିନ ଫେରିଆସେ। କୋଇଲି ବୋବାଉଛି ପବନରେ ବଉଳର ବାସ୍ନା। ସେଦିନ ଏମିତି ଥିଲା। ଜୀବନକୁ ସାମ୍ନାକୁ ରଖି ଜାତିପତି ଭୁଲି ମାଡ଼ି ଯାଇଥିଲା ଅବାଟରେ। ପାଦ ତଳେ ଲଦାଲଦି ବଉଳର ନରମ ଗାଲିଚା। ବସନ୍ତ ଆସିଥିଲା। ବିଭାଘର ନାହିଁ, ଢୋଲ ମଉରୀ ନାହିଁ, ଭୋଜିଭାତ ନାହିଁ। ନୀରବରେ ବସନ୍ତ ଆସିଥିଲା। ପୁନି ଜନ୍ମ ହେଲା। ମେହେନ୍ତର ସମାଜ ଆଶ୍ଚର୍ଯ୍ୟ ହୋଇ ଅନେଇ ରହିଲେ। ପୁନି ବୋଉର ସୁନ୍ଦର ଝିଅଟିଏ। ତାପରେ ସାଙ୍ଗରେ ଏଇଟି କିଏ ଲୋ? ମେହେନ୍ତ୍ରାଣୀ। କିଲୋ କିଏ ଦେଇଛି କି? କିଏ ବା ଏଇଟି? ଦେଇଛି ସତ। ସେତିକି ତାର ଦାନ। ହୀରା, ନୀଳା, ମୋତି, ମାଣିକ। କାମତୋଡ଼ରେ ଦେହରୁ କେଡ଼େ ବେଗି ଚାଲିଯାଉଛି ଫଡ଼ା ଫଡ଼ା। ଆଜି କେହି ବିଶ୍ୱାସ କରିବେ ନାହିଁ। ବଡ଼ ଚଞ୍ଚଳ ଦେହଟାକୁ ସେ ଖରଚ କରି ଖୋଳପା ହୋଇଛି ମେହେନ୍ତର ସମାଜର ଅନ୍ୟ ସ୍ତ୍ରୀଲୋକ ପରି। ମେହେନ୍ତ୍ରାଣୀ, ତାର ବୟସ ନାହିଁ। ନରକରେ ଘାଣ୍ଟୁ ହୋଇ ପ୍ରାଣପଣେ ଟେକି ଧରିଛି ପଦ୍ମଫୁଲ ପରି ତାର ଯୌବନର କଳ୍ପନାର ଶ୍ରେଷ୍ଠ ପ୍ରତୀକକୁ। ସେହି ତାର ପୁନି। ଅନ୍ଧାରୁଆ ଜୀବନ ଉପରେ ପୁନେଇର ଚାନ୍ଦ। ଆହା, କାମ କରି ଗଲାବେଳେ ସାଙ୍ଗରେ ସୁଧା ବୁଲାଇଲା ନାହିଁ। ମେହେନ୍ତ୍ରାଣୀ ପରି ତାଲିମ କଲା ନାହିଁ। କାନିରେ ଗଣ୍ଠି ପକେଇଛି ପୁନି କାମ କରି ଯିବ ନାହିଁ।
ହଉଥାଉ ଗଡ଼ର ଗଡ଼ର। ହଁ ଲୋ ଭାରି ଭାକୁଛିଆଳି ହେଉଛି। ଭାରି ତ ଏ ଯୋଉ କାମ ଆସିବ ଆଙ୍କୁ ଯେ ଯିବେ ପାଇଖିନା ସଫା କରି। ଜେମା ଆଖି ବୁଜି ପଡ଼ି ରହିଥାଏ। ପୁନି ତାର କଥାକୁ କାନକୁ ନେଲା ନାହିଁ। ମନ ଟାଣ କରିଛି ସେ ନିଶ୍ଚୟ କାମକୁ ଯିବ। କହିଦେଇ ମନ ହାଲୁକା ଲାଗୁଛି ଏ ସପ୍ତେକି ମା' ପାଇଁ ସେ ନିଜକୁ ଉଜାଡ଼ି ଦେଇ ସାରିଲାଣି। ସେ ବି ମା'ର ସେବା କରିବ। ଆନନ୍ଦରେ ମନ ଫୁଲିଛି। ନୂଆ ଜୀବନ ହାତଠାରି ପଦାକୁ ଡାକୁଛି ପତିଆରା ଦେଖାଇ। ରାତିରେ ଧନୀବୁଢ଼ା ପଇସା ଦେଇ ଯାଇଥିଲା। ଶୋଇବା ସ୍ଥାନରେ ଛାତିରେ ଦମ୍ଭ ରହିଛି ସାଇତା ହୋଇ। ମା'କୁ କହିବ ନାହିଁ। ରହସ୍ୟରେ ଆନନ୍ଦ ଅଛି। ଘର ଚାରିକଣ ଓଳେଇ ଆଣିଲେ କେଉଁଠି ଖୁଦ ମୂଳକୁ ଦାନାଟିଏ ବି ନାହିଁ। ଝୋଲା ମାରିଲା ପରି ମା' ପଡ଼ି ରହିଛି। ଆଗ ତାର ପଥି ଦରକାର। ପଇସା ମୁଠେଇ ପଦାକୁ ବାହାରି ପଡ଼ିଲା। ବଡ଼ ସହର ସଫା କରାଇ ଦେଉଛି। ପୁନି ଚାଲିଥାଏ। ପାଖରେ ଦୂରରେ ଚିହ୍ନା ପରିଚୟ ସାହିର ଲୋକେ। କଳ ପରି। ରାସ୍ତାରେ ଝାଡ଼ୁ ଲାଗୁଛି। ଅସନା ଗଦା ଦେଖି ଅଳିଆ ଟିଣ ଦେଖି ମନକୁ ମନ ଅଣ୍ଟା ନଇଁ ପଡ଼ୁଛି। ହାତ କାମ କରୁଛି। ସଢ଼ା ନଳା କରେ କରେ। ପାଇଖାନା ପାଖେ ମଣିଷ କାମ କରୁଛନ୍ତି। ସେଇ ନିତିଦିନିଆ ପଟୁଆର ଘଡ଼ର ଘଡ଼ର ମଇଳା ଗାଡ଼ି ମଇଳା ଟୋକେଇ କାଖେଇ ମଣିଷ। ସେହି ରକ୍ତ ମାଂସର ଦେହ ଅବିକଳ। ସେ ଦେହରେ ବି କେବେ କେବେ ତେଲ ହଳଦୀ ବାଜେ। ସଫା ଲୁଗା ରଙ୍ଗୀନ ଲୁଗା ବେଡ଼ା ହୁଏ ଫୁଲ ଚଢ଼େ। କାହା ପାଇଁ କେବେ ସେ ଦେହ ବି ହୁଏ ପବିତ୍ର ଲୋଭନୀୟ ଆଦରର। ସେହି ଦେହ କାମ କରୁଛି। ଅଳିଆ ଘାଣ୍ଟୁଛି ଜୀବିକାର ଗତ। ମରମ ଭାବ ହୋଇ ଶୋଇ ରହିଛି। ନଈରେ ଗାଧୋଇ ପାଧୋଇ ଗୁଣୁ ଗୁଣୁ ହୋଇ ମନ୍ତ୍ର ପଢ଼ି ଧାର୍ମିକ ଲୋକେ ଚାଲିଛନ୍ତି। ସବୁ ସ୍ତରର ଲୋକେ। ଛାତ୍ରଠୁ ବ୍ୟବସାୟୀ ଯାକେ। ମନ୍ଦିରରେ ଘଣ୍ଟା ବାଜୁଛି ଚହଳ ପକେଇ। ମଠର ସଂକୀର୍ତ୍ତନ ରୋଳ। ବଡ଼ ସହର ଦାନ୍ତ ଘଷୁଛି ଝାଡ଼ି ହେଉଛି ଗାଧୋଉଛି। ବଡ଼ ସହର ସଫାସୁତରା ହେଉଛି। ନଳା ପାଖେ ପାଇଖାନା ପାଖେ ଆଣ୍ଠେଇ ପଡ଼ିଛନ୍ତି ମଣିଷ। ପୁନି ବୋଉର ପଥି ଦରକାର। ଇଲୋ ତୁ କ'ଣ କାମକୁ ଆଇଛୁ କି? ଇଲୋ ଅପୂର୍ବ ରହବା ପୁନି ଶୁଣୁ କଜଳମତି ଟୋକେଇ କାଖି ମାଡ଼ି ଆସୁଛି। ପଛେ ପଛେ ରଙ୍ଗ ଟଭା। ହେ ପୁନି ଶୁଣିବାକୁ ତାର ତର ନାହିଁ। ମଇଳା ଗାଡ଼ି ଆଡ଼େଇ ସନିଆ ଚାଲିଛି। ତୋ ବୋଉ କେମିତି ଅଛି ପୁନି? କୁଆଡ଼େ ଯାଉଛୁ? ଆସିବୁ ଆଜି? ଆସିବୁ ତୋତେ ବାଇସ୍କୋପ ଦେଖେଇ ନେବି। ଦାନ୍ତ ଦେଖେଇ ସମସ୍ତେ ହସୁଛନ୍ତି। ସନିଆର ସୋଗ ସେ ଏମିତି ଢୋଲ ପିଠେ। ହେ ଗାଡ଼ି ହଟା ବାଟ ବନ୍ଦ କଲୁ। ପଛର ଗାଡ଼ିବାଲା କଟାଳ କରୁଛି। ପୁନି ଚାଲିଗଲା। ବୋଉ ଭଲ ଅଛି। ଉଷତ ଲାଗୁଛି ଆଜିର ସକାଳ। ପୁଣି ଗହଳି। ବଡ଼ ରାସ୍ତା। ମିଠେଇ ଦୋକାନରେ ମିଠେଇ ଦିଶୁଛି ଗଦା ଗଦା। ଭୁରୁ ଭୁରୁ ମାଛି ବେଢ଼ିଛନ୍ତି। ଭିତରୁ ଧୂଆଁ ଉଠୁଛି ଲୋକେ ବସି ଖାଉଛନ୍ତି। ପାଟି ଆଁ ହେଉଛି ପାଟି ବୁଜି ହେଉଛି। ଖଣ୍ଡ ଖଣ୍ଡ ପୁରୀ। ଗୋଟା ଗୋଟା ମିଠେଇ ବାହାରେ ଭିକାରୀ ନୋକେଇଛି। ହାଡ଼ୁଆ ହାତ ବଢ଼େଇ ଚେଁ ଚେଁ କରି ଜଣେଇ ଦେଉଛି ତାର ମନର କଥା। କୁକୁର ଅପେକ୍ଷା କରିଛନ୍ତି। ଠୁଙ୍ଗା ପଡ଼ିଲେ ମାଡ଼ି ବସିବେ। ପୁନି ଚାଲିଥାଏ। ପଇସା କେଇଟା ମନ ଭିତରେ ଚହଳ ପକେଇଛି। ଶୁଖିଲା ପେଟରେ ଅଳସୁଆ ଭାବନାର ଫସଲ ଅଗଛିଆ ଅରମା ପରି। ଭଣ୍ଡାରୀ ମୁଠି ଖଲ ଖଲ ହେଲାଣି ହାତ ଭିତରେ। ତଥାପି ମନେ ମନେ କହୁଛି ଆଜି ଥାଉ ଆଉ ଦିନେ। ମିଠେଇ ତା ପାଇଁ ସନିଆ ପାଇଁ ତା ବୋଉ ପାଇଁ। ଲୁଗାପଟା ଆଉ କେତେ କ'ଣ ମନଟା ହାଇଁ ପାଇଁ ହୁଏ। ଧନୀ ଲୋକଙ୍କ ସୁଖ ଲୋଡ଼ି ହେଲେ ମିଳେ ନାହିଁ। କିଣିଲେ ମିଳେ। ତଥାପି ଅବୁଝା ମନଟା ବୁଝେ ନାହିଁ। ସକେଇ ହେଉଥାଏ ତୁଚ୍ଛାକୁ। ଥରେ ବଜାରକୁ ବାହାରିଲେ ଦେଖି ଦେଖି ଘଡ଼ିଏ କାଳ ପିଲାଦିନୁ ଦେଖିବା ଅଭ୍ୟାସ। ହାଡ଼ି ସାହିରେ ସମସ୍ତେ ଦେଖନ୍ତି ଓଠ ଚାଟନ୍ତି ମୁଣ୍ଡ ହଲାନ୍ତି। ଡାହାଣୀ ମନପରା ପରର ଦେଖି ନିଜେ ଭାବୁଥାଏ କି ମିଳିବ? ପଇସାତକ ଉଭେଇଗଲା ଦୋକାନୀର ବାକ୍ସରେ। କେତେ ଡେରି ହେଲାଣି। ବୋଉ କ'ଣ ଭାବୁଥିବ ପଡ଼ି ପଡ଼ି। ତରବର ହୋଇ ଗଳି ବାଟେ ସେ ଫେରି ଚାଲିଲା। ଦି' ପାଖେ ଉଞ୍ଚ ଉଞ୍ଚ କୋଠା ଅନ୍ଧାର କରି ଠିଆ ହୋଇଛି। କବାଟ ବାଟେ ଘରର ଗହଳି ଦିଶୁଛି। ଥିଲା ଘରର ଘରକରଣା ନୀତି ଦେଖି ଆଖି ଅଭ୍ୟାସ ହୋଇ ଉଠିଛି। କି ଚିନ୍ତା ଏଠି? କାହାରି ଦକ? ଏଠି କ'ଣ ଏମିତି ଜରୁଆ ମା କତରାରେ ପଡ଼ି ଧକେଇ ହୁଏ? ଅଭାବର ଖେଣ୍ଟା ଦାନ୍ତ ନିକୁଟି ଗୋଡ଼େଇ ଆସେ ଘରର ଚାରିକଣରୁ। ଠିଆ ହେବାକୁ ବହପ ନାହିଁ। ମିଛରେ କହିବେ ଚୋରଣୀ। ମେହେନ୍ତ୍ରାଣୀ ଟୋକୀ କ'ଣ ଉଣ୍ଡୁଛି? ପାନ ଚୋବେଇ ଚୋବେଇ ନିକୁଟିଲା ଆଖିରେ ଚାହିଁ ରହିଛନ୍ତି ଟୋକାମାନେ।
ଅସ୍ୱସ୍ତି ଲାଗେ। ବଡ଼ ଲୋକ ଘର ଛାଇ ପଡ଼ିଲେ ଛାତିରେ କ'ଣ ଗୋଟାଏ ମାଡ଼ି ବସେ। ଘରର ଝରକା ବାଟେ ରନ୍ଧାଶାଳର ବାସ୍ନା। 7 ଚକୁଳି 14 ଚେଁ। ଅଦେଖା ଖାଦ୍ୟର ପରିଚୟ। ତୁଚ୍ଛାକୁ ଭୋକ କରେ। ନଳା ପାଖେ କୁକୁର ନାକେଇଛନ୍ତି। ବାଡ଼ି ଠୁକୁ ଠୁକୁ କରି ଦେହଯାକ କନା ଗୁରେଇ ଖଣ୍ଡିଆ ଖାବୁଡ଼ା ଭିକାରୀ ଦଳ। ବଡ଼ କୋଠା କରେ କରେ ଭଙ୍ଗା ମଣିଷଙ୍କ ଥାଟ ଏକର ସେକର ଦୋହଲୁଛି। ପିଣ୍ଡାରେ ବସି ମରୁଆ ବାଡ଼ିକୁ ବାବୁ ଗୋରୁକୁ ମିଠେଇ ଖୋଉଛି। ନେଙ୍କୁଡ଼ି ଓହଳେଇ ଭିକାରୀ ତିନିଟା ନେହୁରି ହେଉଛନ୍ତି। ଗୋମାତା ଜିଭ ଦେଖାଇ ଚାଟି ଦେଉଛି ଜଳଖିଆ ଗୁଡ଼ିକୁ। କଳା ଭଅଁର ଆଖିରୁ ସ୍ନେହ ଝରୁଛି। ଘାଗର ପିନ୍ଧି ଗୋଡ଼ ଝୁମୁଝୁମୁ କରି କବାଟକୁ ଆଉଜି ଛିଡ଼ା ହୋଇଛି ମାରୁଆଡ଼ି ଝିଅ। ସରିଗଲା, ଆହୁରି ଦିଅ ବାପା, ଆହୁରି ଦିଅ। ହଜୁର ଖାଏ ନାହିଁ କେଉଁ ଦିନୁ ମରୁଛି ହଜୁର। ଭାଗ ଭାଗ। ଗୋମାତା ପାକୁଳି କରୁଛି, କାନ ହଲଉଛି। ହେ ଟୋକୀ, କାହିଁକି ଠିଆ ହୋଇ ଅନେଇଛୁ ସେଠିଟାରେ? ଭାଗ ଭାଗ। ଘର ଭିତରେ ଦିଅ ବାପା, ଡାହାଣ ଗୁଡ଼ାକ ପେଟରେ ପେଶିଯିବେ। ସତେ ତ, କାହିଁକି ଅନେଇ ରହିଛି ସେଠିଟାରେ? ଚହଳ ବଢ଼ିଗଲାଣି। ବୁଲା ବିକାଳିଙ୍କ ପାଟି ଓ ଝୁମକା ଶବ୍ଦ। ଜିନିଷର ନେଇ ଆଣ। ତଳକୁ ମୁହଁ ପୋତି ପୁଣି ଘରମୁହାଁ ବାଟେ ବାଟେ। ମା ଅନେଇ ବସିଥିବ। କି ଅବସ୍ଥା ହେଲାଣି ତା'ର? ହଠାତ୍ ଛଳଛଳେଇ ଆସିଲା ମା ପ୍ରତି ତା'ର ସବୁଯାକ ସହାନୁଭୂତି। ଆପଣାକୁ ଗାଳି ଦେଇ ଚଝି ପୁନି ଫେରି ଚାହିଁଲା ତା'ର ଭଙ୍ଗା କୁଡ଼ିଆକୁ। ଓ କିଲୋ ପୁନି, ଯୁଗେ ବେଳ। ଆରେ କିଏ ଦେଲା ମ? କୋଉଠୁ ପାଇଲୁ ବା ହୋଇଲା? ଆହା, ଝିଅଟି ମୋର ଲକ୍ଷ୍ମୀମନ୍ତ। ଅରକ୍ଷିତ ଛୁଆକୁ ଦଇବ ଭରସା। ଆହା। ମୁଢ଼ି ଚା ମା'କୁ ଦେଇ ସାରିଲାଣି। ଭାତ ବସେଇ ଦେଇଛି। ଗୁଣୁ ଗୁଣୁ ହେଇ ଗୀତ ବୋଲି ବୋଲି ପରିବା ବାଛୁଛି। ଜେମା ଆଉଜି ବସିଛି। ଆଶ୍ଚର୍ଯ୍ୟ ଲାଗୁଛି କୋଉଠୁ ପୁନି ସବୁ ସରଞ୍ଜାମ ଘେନି ଚାଲି ଆସିଲା। ଗୋଳମାଳିଆ ମୁଣ୍ଡ କିଛି ଠିକ୍ କରି ପାରୁନାହିଁ। ପଚାରି ପଚାରି ତୁଣ୍ଡ ଘିଳି ହେଲାଣି। ଝିଅଟା ଖାଲି ହସୁଛି, କିଛି କହୁନାହିଁ। ଆଜି ସେ ଘରଣୀ ହୋଇଛି। ଏଇ କେତେ ଦିନ କେତେ କାମ କଲାଣି ସେ। ଝିଅ ନୁହେଁ ତ ରତ୍ନ ଖଣ୍ଡେ। ମା ହୋଇ କି ସୁଖ ତାକୁ ଦେଇପାରିଛି। ବଡ଼ ହେଲାଣି, ଘରେ ରହିବ ତେଣିକି। ପ୍ରଶ୍ନ ଚିହ୍ନ ପରି ଅବିନାଶ ବାବୁଙ୍କ ବଡ଼ କୋଠା। ଅନେଇ ଉତ୍ତର ଖୋଜିଲେ ଖାଲି ଦୀର୍ଘଶ୍ୱାସ। ପୁନିର ଭବିଷ୍ୟତ ତାହାରି ସମାଜର କେଉଁ ମେହେନ୍ତର ଜୁଇଁ। ଅଳିଆ କାଢ଼ିବ, ଅସନା ଗୋଟେଇବ, ମଇଳା ସଫା କରିବ। ସଞ୍ଜ ବୁଡ଼ୁ ବୁଡ଼ୁ ଜୁଇଁ ମଦ ପିଇ ମାତି ଅସମ୍ଭାଳ। ଏମିତି ଝଡ଼ି ଝଡ଼ି ଧୋକଡ଼ି ହେବ ତା'ର ପୁନିବି। ହଇଲୋ, କହିଲୁ ନାହିଁ କିଏ ଦେଲା ବା? କହିବୁ ନାହିଁ? କିଏ ଗୋଟାଏ ଆସୁଛି। ସେଇ 3 ଦିନ ଯେ ଯଚି ଦେଇ ଯାଏ। ମ୍ୟୁନିସିପାଲିଟି ମିସ୍ତ୍ରୀ। ଜେମା ମେହେନ୍ତ୍ରାଣୀ, ମଜା କରି ଶୋଇଛୁ। ବେଶ୍ ବେଶ୍। କାହିଁ ନିଜେ ନ ଗଲୁ ତ ବଦଳା କାହିଁ? ପାଇବୁ ଏ ମାସରେ ରହିଥା। କେମିତି ଛଟା ଗାଳି ବସି ଖରାପ ହେଉଛୁ। ରହିଥା। କଥା କହୁ କହୁ ପଞ୍ଚମକୁ। ଦୁର୍ବଳିଆ ଦେହରେ ନିତି ସେଇ ସୋଦା ଶୁଣିବାକୁ ଜେମାକୁ ବିଷ ପରି ଲାଗୁଛି। ଚିତ୍ତୋଳ ଧରିଛି। ମନ ହେଉଛି ପାଟିରେ ବଳ ଥାନ୍ତା କି ସେ ସ୍ୱର ଲମ୍ବାଇ ଦିଅନ୍ତା ଏମୁଣ୍ଡ ସେମୁଣ୍ଡ। କାହାର ସେ ଧାରେ ନା ଖାଏ? ମିସ୍ତ୍ରୀ ବି ପ୍ରସ୍ତୁତ ହୋଇ ଆସିଛି। ଛାଇ ତଳେ ଠିଆ ହୋଇ ଝାଳ ମାରିବ, ପିକା ଟାଣିବ, କଜିଆ କରିବ। ଗୁଣ ଚିହ୍ନିପାରେ ଦେବାକୁ ବଇଦ ସେ ନିଜେ। ଜେମା ପାଟି କରୁଛି, କି ହୋ ବାବୁ, ତମ ହଉଛ କାହିଁକି? କାମ ନ କଲେ ପଇସା କଟିବ। ଘରେ ଆସି ତୋଡ଼ କରୁଛ କାହିଁକି? ଦେଖୁନା ମୋ ଅବସ୍ଥା। ମୋର ଆଉ କିଏ ଅଛି କାମ କରିଯିବ? ଭାରି କୁହାଳିଆ ପଡ଼ିଛୁ ଜେମା ମେହେନ୍ତ୍ରାଣୀ। କାମ ଛାଡ଼ିଦେବୁ, ଆଗରୁ କହିଲୁ ନାହିଁ କାହିଁକି? ମାସ ମଝିରେ ଅଇଛା ମୁଁ ଲୋକ ପାଇବି କୋଉଠୁ? ଚାଲାଖିରେ କଥା କହୁଛୁ ନା? ସିଆଣେ ପଡ଼ୁଛୁ ଭାରି। ହେ, ମୋ ଦେହ ମୋତେ ଅସାଧ୍ୟ। କହିଦେଲ ପୁନି, କ'ଣ ହାଣ୍ଡିରେ ପୂରାଇଛି ଫାଣ୍ଡିକିନା ଆସି ହୁଜୁତି କରୁଛି। ଭାତ ହୋଇଗଲାଣି, ମା ଖାଇ ବସିବ। ପୁନି କହିଲା, ଯା ବାବୁ। ତା କଥାରୁ କ'ଣ ପାଇବ? ଜରୁଆ ମଣିଷ କ'ଣ ଠିକଣା ଅଛି କିଛି? ତମେ ଯାଅ, କାଲିଠୁ ମୁଁ ଯିବି। ତା କାମ କରିଦେବି। ସତ କହୁଛୁ ନା ତାମସା କରୁଛୁ ଲୋ ଟୋକୀ? ସତରେ ଯିବୁ? ହଁ, ମୁଁ ଯିବି। ତମେ ଯାଅ। ଦେଖ, ଫେର ଯଦି କେହି କାମକୁ ନ ଯିବ ଭଲ ହେବ ନାହିଁ କହିଦେଉଛି। ପୁନିକୁ ଚାହିଁ ଦେଇ ମୁହଁରେ ହାତ ବୁଲେଇ ଆଣିଲା ମିସ୍ତ୍ରୀ। ଝାଳ ବଲ ବଲ ହୋଇ ସୁନ୍ଦର ଦିଶୁଛି। ନୂଆ ଆମଦାନୀ। ବିଶ୍ୱାସ ହେଉନାହିଁ। ସତେ ଯିବୁ ତୁ? କହିଲି ପରା। ମିସ୍ତ୍ରୀ ଚାଲିଗଲା। ଜେମା ଡାକିଲା, ପୁନି, କ'ଣ ପାଇବୁ ଲୋ ତୁ ବୋଉ? ତୁ ଖାଇ ବସ। ଏହିଠାରେ ଶେଷ ହେଲା ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ହରିଜନ। ଆଗାମୀ ଅଧ୍ୟାୟରେ ଆମେ ଏହାର ଅବଶିଷ୍ଟ ଭାଗକୁ ଶୁଣିବା।
ରହିଲି, ନମସ୍କାର।